ମୁଁ ଅଞ୍ଜି ପଞ୍ଚାୟତର 2017-22 ସରପଞ୍ଚ ଥିଲି। ବର୍ତ୍ତମାନ ଏକ ସରପଞ୍ଚ ହିସାବରେ ରହିଛି। ତପନ କୁମାର ରାଉତ। ଆପଣଙ୍କ ପଞ୍ଚାୟତର ରାଜନୈତିକ ସ୍ଥିତି କ'ଣ? ପଞ୍ଚାୟତର ରାଜନୈତିକ ସ୍ଥିତି ବିଜେଡି ଆଗୁଆ ରହିଛି, କାହିଁକିନା କେତେ ହୁଏ ଆପଣଙ୍କର? ଆମର ପୁଲିଂ 2800 ପାଖାପାଖି ହୁଏ। କେତେ? 2800। 2800 କେତେ ବିଜେଡି କେତେ ଆଇବ? 2800ରୁ 1200 ଆକଳନ କରାଯାଏ ଯେ 1200 ପାଖାପାଖି ବିଜେଡି ପାଇବେ। ଆଉ କଂଗ୍ରେସ 150-200 ଭିତରେ ପାଇବେ। ଆଉ ବେଷ୍ଟ ବିଜେପି। ସୁର ଏଥିରେ କ'ଣ ଆବଶ୍ୟକତା ଅଛି ସୁର ନିର୍ବାଚନ? ସୁର ନିର୍ବାଚନ ମଣ୍ଡଳୀ ପାଇଁ ମାଧବ ଧଡ଼ାର ନିହାତି ଆବଶ୍ୟକତା ଅଛି। ସେ ଶାନ୍ତ ସରଳ ବ୍ୟକ୍ତି। ଆଉ 10 ବର୍ଷର ଯେଉଁ ବିଧାୟକ ଥିଲେ ତାଙ୍କ ବଦଳରେ ଯେଉଁ ମାନ୍ୟବର ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏହା ସୁନ୍ଦର ନିଷ୍ପତ୍ତି ନେଇଛନ୍ତି ଏବଂ ବାହାନଗାଁ ବ୍ଲକର ନିଶ୍ଚିତ ଭାବେ ପରିବର୍ତ୍ତନ ହେବ ବୋଲି ଆମେ ଆଶା କରୁଛୁ। କାହିଁକି ବ୍ୟକ୍ତି ପରିବର୍ତ୍ତନର କାହିଁକି ଆବଶ୍ୟକତା ଅଛି ଆପଣଙ୍କୁ ଲାଗୁଛି? 10 ବର୍ଷର ବିଧାୟକ ହେଲା ପରେ ତାଙ୍କର ଅହଙ୍କାର, ତାଙ୍କର ଯେଉଁ କାର୍ଯ୍ୟକଳାପ, ସେଥିରେ ଲୋକଙ୍କ ବହୁତ ଅତିଷ୍ଠ ହେଲେ। କେବଳ ନିଜର କେମିତି ପେଟ ପୁରିବ ସେଥିପାଇଁ ଚିନ୍ତା କଲେ, କିନ୍ତୁ ଯେ ଜନସାଧାରଣଙ୍କର କେମିତି କ'ଣ ହେବ ସେଥିପାଇଁ ସେ ଚିନ୍ତା କଲେ ନାହିଁ। ଯେଉଁଥିପାଇଁ କି ଆମେ ସମସ୍ତେ ଚିନ୍ତା କଲୁ ଆର ବିକଳ୍ପ ନିହାତି ଆବଶ୍ୟକ ଅଛି। ଓଡ଼ିଶାରେ ଏଥର କାହାର ସରକାର ହେବ? ନବୀନ ପଟ୍ଟନାୟକ ନିଶ୍ଚିତ କରିବ। 6ଠ ଥର ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଶ୍ୱ ରେକର୍ଡ କରିବେ, ଏଟା ନିଶ୍ଚିତ। ତାହେଲେ ସୁରର ପରିବର୍ତ୍ତନ ନିଶ୍ଚିତ? ସ୍ୱରର ନିଶ୍ଚିତ ପରିବର୍ତ୍ତନ ହେବ, ଏଥିରେ ସନ୍ଦେହ କିଛି ନାହିଁ। ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ। କାଳନ୍ଦୀ ମାଝୀ, ଅଭଣା ପଞ୍ଚାୟତ, ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ। ଅଭଣା ପଞ୍ଚାୟତର ସ୍ଥିତି ବହୁତ ଭଲ ଅଛି। ଆମେ ଚାହୁଁଛୁ ଯେ ଭାରତୀୟ ଜନତା ପାର୍ଟି ଏଠି ବିକାଶର ସ୍ରୋତ ନେଇଛି। ଭାରତୀୟ ଜନତା ପାର୍ଟି ନିଶ୍ଚିତ ଜିତିବ, 100% ଜିତିବ କହିବେନି। ପର୍ଶୁ ଭାଇ ଆମର ଯେ ସୌର ନିର୍ବାଚନ ମଣ୍ଡଳୀରେ ଏଥିରେ ବିଜେପିରୁ ଟିକେଟ୍ ପାଇଛନ୍ତି। ଆମର ଆଶା ଦୃଢ଼ ବିଶ୍ୱାସ 100% ପର୍ଶୁ ଭାଇ ଜିତିବେ। 2800ରୁ 3000 ପୁଲିଂ। ଆପଣ କେତେ ଭୋଟ ପାଇବେ? ଆମେ ରଖିଛୁ 1500 ପାଖାପାଖି ଭାରତୀୟ ଜନତା ପାର୍ଟିର। ଆଉ ସବୁ ଆଉ ଏଠି କଂଗ୍ରେସ ଅଛନ୍ତି, ବିଜେଡି ଅଛନ୍ତି। ଆମେ ଭାରତୀୟ ଜନତା ପାର୍ଟି। ଦେଖନ୍ତୁ, ସ୍ୱର ନିର୍ବାଚନ ମଣ୍ଡଳୀରେ ହେଉଛି ଆମର ହେଉଛି କଂଗ୍ରେସ ଏଠି ଓଡ଼ିଶାରେ 50 ବର୍ଷ ଶାସନ କଲା, 25 ବର୍ଷ ଆମର ବିଜେଡି ଶାସନ କଲା। ଆମେ ଚାହୁଁଛୁ 5 ବର୍ଷ ବିଜେପି ଆସୁ, ଓଡ଼ିଶାରେ ବିଜେପି ଆସୁ। ପରିବର୍ତ୍ତନ ନିଶ୍ଚିତ ସ୍ୱର ନିର୍ବାଚନ ମଣ୍ଡଳୀରେ ବି ବିଜେପି ଆସିବା ଦରକାର। ବିକାଶର ବହୁତ ହେଉଛି ବିଜେଡି ଗଭର୍ଣ୍ଣମେଣ୍ଟରେ ବିକାଶର ପରିବର୍ତ୍ତନ ହେଉଛି କିଛି ହେଇନି 25 ବର୍ଷ ଭିତରେ। ଆମେ ଚାହୁଁଛୁ ହେଉଛି ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁ ହେଉଛି ଆମର ପ୍ରାର୍ଥୀ ଠିଆ ହେଇଛନ୍ତି ପରଶୁରାମ ଭାଇ, ହେଉଛି ଆମେ ଚାହୁଁଛୁ ସେ ଜିତିକି ଆସନ୍ତୁ। ପରିବର୍ତ୍ତନ ହେଉଛି ନିଶ୍ଚିତ ହେଉଛି ବିକାଶର। ସୁରରେ କ'ଣ ପରିସ୍ଥିତି ହେବ? ସୁର ଏଥର କାହାର? ସ୍ୱର ଏଥର ଆମେ ଯାହା ଭାବୁଛୁ, ଏବେ ଲୋକ ଆଗରୁ ଯେମିତି ଥିଲେ ଏବେ ସଚେତନତା ବହୁତ ସେମାନଙ୍କର ବଢ଼ିଗଲାଣି। ସେମାନେ ବହୁତ ଟର୍ଚର ପାଇଛନ୍ତି, ବହୁତ କଷ୍ଟ ପାଇଛନ୍ତି। ଗୋଟେ କାମ କରିବା ପାଇଁ ଗଲେ ସେମାନେ ଦଳଗତ ବିରୋଧ କରିକି ସେମାନଙ୍କୁ ଫାଇଲକୁ ସେମାନେ ଟେବୁଲ ତଳେ ରଖିକି ଅନ୍ୟ କାମମାନେ ସବୁ କରୁଛନ୍ତି। ତେଣୁ ଆମେ ସମସ୍ତେ ଏବେ ସଚେତନତା ହେଇଗଲୁଣି ଯେ କି 25 ବର୍ଷ ଭିତରେ ଆମେ ପୁରା ସଡ଼ି ମରିଲୁଣି। ଏବେ ଆମେ ସମସ୍ତେ एकजुट ହେଇ କହୁଛୁ ଯେ ସ୍ୱର ନିର୍ବାଚନ ମଣ୍ଡଳୀରେ ଆମ ଦଳ କେମିତି ଶାସନ କରିବ ଆଉ ଓଡ଼ିଶାରେ ଆମ ବିଜେପି ସରକାର ଗଠନ ହେବ। ଭୋଟରମାନେ ଚାହୁଁଛନ୍ତି ଯେ ମାନେ ଦଳ ପରିବର୍ତ୍ତନ କରିବା, ଯେ ଆମେ ଏତେ ଦିନ ରହିଲା ପରେ ଯେଉଁ କୌଣସି ଗୋଟେ ଆମେ ସ୍ୱାଧୀନତା ପାଇପାରିଲୁନି, ସେମାନଙ୍କ ଭିତରେ ଟର୍ଚର ହେଲୁ, ସେମାନଙ୍କ ଭିତରେ ହଇରାଣ ହେଲୁ, ସବୁ କଲୁ। ଆମେ ସମସ୍ତେ ଏବେ एकजुट ସଚେତନ କରିବୁ ଯେ ଦଳ ପରିବର୍ତ୍ତନ କରିବା ସଙ୍ଗେ ସଙ୍ଗେ ଆମ ସରକାର ବି ପରିବର୍ତ୍ତନ କରିବୁ, ଆମେ ଆମ ଓଡ଼ିଶାର ସରକାର ଗଠନ କରିବୁ। ଆପଣ କ'ଣ ଲାଗୁଛି? ଆପଣ ପଞ୍ଚାୟତ କ'ଣ ପରିସ୍ଥିତି? ମୋର 190 ବୁଥ, ବରଦୋଳି ମୋର ଘର, ଶରଚନ୍ଦ୍ର ପାତ୍ର। ମୁଁ ଚାହୁଁଛି ଯେ ବିଜେପି ସରକାର ଆସୁ, ଆମର ଏଠି ପର୍ଶୁ ଭାଇ ଆମ ସ୍ୱର ନିର୍ବାଚନ ଆସିବା ଦରକାର। ବିଜେଡି କର୍ମୀମାନେ ଯେ ସବୁ ଥିଲେ ଆମର ରାସ୍ତାଘାଟକୁ ସବୁ ବନ୍ଦ ରୁକାବଟ କଲେ, ଆଉ ପୋଖରୀର ସବୁ ବେଆଇନ ସବୁ ଘଟଣା ଘଟେଇଲେ। ଏଇ ସବୁ ଅସୁବିଧା ଯୋଗୁଁ ମୁଁ ଚାହୁଁଛି ଯେ ମୋର ବିଜେପି ଆସିବା ଦରକାର, ପର୍ଶୁ ଭାଇ ଆସିବା ଦରକାର। ଏତିକି କହିବି। ମୋର ମତ ହେଉଛି ବିଜେପି ସରକାର ଦରକାର, ନରେନ୍ଦ୍ର ମୋଦି ଆମର ଦରକାର, ପର୍ଶୁ ଭାଇ ବି ଆମର ଦରକାର, ଅଭିମନ୍ୟୁ ଭାଇ ବି ଆମର ଦରକାର। ବିଜେଡି ବାଲାଙ୍କର ଯେଉଁ ଘଟଣା ଘଟଉଛନ୍ତି, ବ୍ଲକର ଆମର କିଛି କାମ ହେଇପାରୁନି, ପଞ୍ଚାୟତରେ କିଛି କାମ ହେଇପାରୁନି। ପଞ୍ଚାୟତରେ ଗୋଟେ କାମ କରିତେ ଗଲା ତାକୁ ବିଲ୍ ଅଟକେଇ ଦେବା, ତାକୁ ଆଡ଼ୁ ସାଡ଼ୁ ହଇରାଣ କରିବା,
ସେଥିପାଇଁ ଆମର ଦରକାର ବିଜେପି ସରକାର କଥା କଣ କହିବେ? ତାମିଲ ହଟାଅ ତାମିଲ ଆମର ଦରକାର ନାହିଁ ଆମର ତାମିଲ ସରକାର ତାମିଲ ଶାସନ ଆମର ଦରକାର ନାହିଁ ଆମର ଦରକାର ବିଜେପି ସରକାର। ମୁଁ ବିଲଙ୍ଗ କରେ ଅଭଣା ଗାଁକୁ ଏବଂ ଯେଉଁଟାକି ଅଭଣା ଗ୍ରାମ ପଞ୍ଚାୟତ ଅଣ୍ଡରରେ ରହୁଛି ଏବଂ ତା ସହିତ ଗୋଟେ ଜଣେ ପଲିଟିକାଲ ଆକ୍ଟିଭିଷ୍ଟ ମୁଁ। ଆଉ ଚଳିତ ନିର୍ବାଚନରେ ଆମେ କଂଗ୍ରେସ ଦଳକୁ ସମର୍ଥନ କରୁଛୁ। ଆପଣଙ୍କ ପଞ୍ଚାୟତରେ କଂଗ୍ରେସ ଦଳର ସ୍ଥିତି କଣ? ଆମର ପଞ୍ଚାୟତରେ କଂଗ୍ରେସ ଦଳର ନିଶ୍ଚିତ ଭାବରେ ଭଲ ସ୍ଥିତି ରହିଛି। ଆମେ ଏଇ ଅବସ୍ଥାରେ ପହଞ୍ଚିଛୁ କି କେତେ ଆପଣର ପୁଲିଂ କେତେ ହୁଏ? ଆମର ପୋଲିଂ ଅଭଣା ଗ୍ରାମରେ ଏବଂ ଅଭଣା ପଞ୍ଚାୟତରେ ଯଦି କହିବେ ଅଭଣା ପଞ୍ଚାୟତରେ ଭୋଟର ସଂଖ୍ୟା ହେଉଛି ଆମର 3500 ଏବଂ ପୋଲିଂ ସାଧାରଣ ଭାବରେ ଆମର ହୁଏ 2700-2800 ହୁଏ ଏବଂ ଆମର ପାଖ ଦୁଇ ପଡ଼ୋଶୀ ଗାଁରେ ଆପଣଙ୍କର ସେଠି 1000 ହେଉଥିବା ଭିତରେ ଆମର ଗାଁରେ 2500 ହୁଏ। ତା ଭିତରେ ଆପଣ କେତେ ଆଶା? 2500ରୁ ବର୍ତ୍ତମାନ ଆମର MLA ନିର୍ବାଚନ ଅବକାଶରେ ପ୍ରାୟତଃ ଆମେ ଏକ୍ସପେକ୍ଟ କରୁଛୁ 2000ରୁ 2200 ଭିତରେ ପୋଲିଂ ହବ ଆଜ୍ଞା। ଏବଂ ତା ଭିତରେ ଆମେ ଯେହେତୁ ଆମେ କଂଗ୍ରେସ ଦଳର ଆମର ସାଂଗଠନିକ ବ୍ୟବସ୍ଥା ସୁଦୃଢ଼ ତେଣୁ ଆମେ ଏକ୍ସପେକ୍ଟ କରୁଛୁ ମିନିମମ୍ 1200ରୁ 1300 ଆମେ ଏକ୍ସପେକ୍ଟ କରୁଛୁ ଆଉ ରେଷ୍ଟ ଦଳ ଆପଣଙ୍କର ରହିଛି। ବିଗତ ଦିନରେ କଂଗ୍ରେସ ଗଡ଼ ଥିଲା ସୁର ନିର୍ବାଚନ ମଣ୍ଡଳୀ ତ କଂଗ୍ରେସ କଣ ବାସ୍ତବରେ ଫେରିବା ଆଶା ଅଛି ଆପଣଙ୍କୁ କଣ ଲାଗୁଛି? ଡେଫିନେଟଲି ଜଣେ ଯୋଗ୍ୟତମ ପ୍ରାର୍ଥୀ ସରଳ ନିଷ୍କପଟକ ଏବଂ ଜଣେ ବରିଷ୍ଠ ଶିକ୍ଷାବିତ୍ ମଧ୍ୟ ସେ ଯେଉଁ ପ୍ରାର୍ଥୀ ଯିଏ ଜଣକ ହେଇଛନ୍ତି ତାଙ୍କୁ ସାଧାରଣ ଭାବରେ ସମସ୍ତ ଦଳର ଭୋଟର ମାନେ ନିଶ୍ଚିତ ଭାବରେ ତାଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କୁ ସମର୍ଥନ କରିବେ ଇଏ ବିଶ୍ୱାସ ଇଏ ଧାରଣା ଆମମାନଙ୍କର ରହିଛି। ସେ କୌଣସି ପ୍ରକାର ବିବାଦୀୟ ପରିସ୍ଥିତିରେ ଆସିନାହାନ୍ତି ସମସ୍ତଙ୍କର ପ୍ରିୟ ପ୍ରାର୍ଥୀ ହିସାବରେ ସେ ରହିଛନ୍ତି। ମୁଁ ଆଶା କରେ କେବଳ କଂଗ୍ରେସ ଦଳର ନୁହେଁ ଅଲଗା ଦଳର ସବୁ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ବି ତାଙ୍କୁ ନିଶ୍ଚିତ ଭାବରେ ଗୋଟେ ଜଣେ ଭଲ ପ୍ରାର୍ଥୀ ହିସାବରେ ଯୋଗ୍ୟ ପ୍ରାର୍ଥୀ ହିସାବରେ ଚଏସ୍ କରୁଛନ୍ତି। ଏଇଟା ଆମର ଧାରଣା ଏବଂ ୟାର ମଧ୍ୟ ସତ୍ୟାସତ୍ୟ ରହିଛି ଯେ କମ୍ପିଟିସନକୁ 3 ଦଳର ପ୍ରାର୍ଥୀ ଆସୁଛନ୍ତି ସେ ହେଉଛନ୍ତି କଂଗ୍ରେସ ବିଜେଡି ଏବଂ ବିଜେପି। ମୁଁ ଯେହେତୁ ବିଲଙ୍ଗ କରେ କଂଗ୍ରେସ ଦଳକୁ ଏବଂ ନିଶ୍ଚିତ ଭାବରେ ମୁଁ ଆଶା କରିବି ଯେ ଆମର ପ୍ରାର୍ଥୀ ନିଶ୍ଚିତ ଭାବରେ ଜୟଯୁକ୍ତ ହେବେ। ଆପଣ ପରିଚୟ ଦିଅନ୍ତୁ। ମୁଁ ବସନ୍ତ ପାତ୍ର କୁରୁଡ଼ା ଗ୍ରାମ ପଞ୍ଚାୟତର XPS ମେମ୍ବର। ଆଚ୍ଛା ଆପଣଙ୍କ ପଞ୍ଚାୟତର ରାଜନୀତି ସ୍ଥିତି କଣ ଟିକେ କହିବେ? ରାଜନୀତି ସ୍ଥିତି ଆଜ୍ଞା ବିଜେପି ବିଜେଡି କଂଗ୍ରେସ 3 ଦଳର ପ୍ରାର୍ଥୀ ଠିଆ ହେଇଛନ୍ତି। ଆମେ ପ୍ରଥମେ ଦେଖୁଥିଲେ କଂଗ୍ରେସର କିଛି ପିଲା ବାହାରିକି ପ୍ରଚାର ଆରମ୍ଭ କରୁଥିଲେ କିନ୍ତୁ ଆମେ ଦେଖୁଛୁ ସେମାନେ କାହିଁକି 2-3 ଦିନ ହେଲା ସ୍ଥାଣୁ ହେଇଗଲେଣି ତାଙ୍କର କାହିଁକି ଆଉ କିଛି ନାହିଁ ସେ ଅନ୍ୟ ଦଳର ଯାଇକି ବି ବୁଲିଲେଣି ଆମେ ଦେଖୁଛୁ ସେ କର୍ମୀମାନେ। ତେଣୁ ବର୍ତ୍ତମାନ ବିଜେଡି ବିଜେପି 2ଟି ଦଳ କଂଗ୍ରେସ କିଛି ପାଇପାରେ ଭୋଟ ସେ ନ ପାଇବ ନୁହେଁ ଯେତେବେଳେ ଗୋଟେ ନ୍ୟାସନାଲ ଦଳ ତାର କିଛି ଭୋଟ ପାଇପାରେ କିନ୍ତୁ ସେ ପ୍ରକାର ସ୍ଥିତି ତାର ରହିବ ନାହିଁ। କାହାର ପ୍ରଭାବ ଟିକେ ବେଶୀ ଅଛି ଆପଣଙ୍କ ପଞ୍ଚାୟତ? ଆମ ପଞ୍ଚାୟତର ପ୍ରଭାବ ମୁଁ ଭାବୁଛି ବିଜେପି ଦଳର ଟିକେ ଏଥର ବେଶୀ ପଲା ଭାରି ହବ। ସୁର କାହାର ଆପଣ ଭଲ ଲାଗୁଛି? ସ୍ୱର ମୁଁ ଯାହା ସ୍ଥିତି ଅନୁଧ୍ୟାନ କରୁଛି ଦେଖୁଛି ସ୍ୱରର ବୋଧେ ପଲା ଭାରି ବିଜେପିର ହବ। କଣ ବ୍ୟକ୍ତି ପରିବର୍ତ୍ତନର ଆବଶ୍ୟକତା ରହିଛି ନା ଦଳ ପରିବର୍ତ୍ତନର ଆବଶ୍ୟକତା ଅଛି। ବ୍ୟକ୍ତି କଥା ଯୋଉ ଆପଣ କହିଲେ ବ୍ୟକ୍ତି କି ଲୋକ ଦେଖୁନାହାନ୍ତି ଦେଖିବା ଫଳରେ ଏଥର ନାହାନ୍ତି ମୁଁ ଯାହା ଅନୁଧ୍ୟାନ କରୁଛି। ତେଣୁ ଲୋକ ଚାହୁଁଛନ୍ତି ଯେ ଦଳର ପରିବର୍ତ୍ତନ ହବାଟା ନିହାତି ଆବଶ୍ୟକତା ଅଛି। ଗୋଟେ ଦଳ 25 ବର୍ଷ ଧରିକି ଶାସନ କଲାଣି ତାଙ୍କର ଗାଁର ଚେଡ଼ି ଚାମଡ଼ି ଯେଉଁ ଇଏ ନେତାମାନେ ଅଛନ୍ତି ତାଙ୍କର ଯେଉଁ ପ୍ରକାର ଭାଉ ଯେଉଁ ପ୍ରକାର ମାନେ ଆଟିଚ୍ୟୁଡ ତାଙ୍କର ଯେଉଁ କାର୍ଯ୍ୟକଳାପ ସ୍ଥିତି ଏସବୁ ଆଉ ବରଦାସ୍ତ କଲା ଭଳି ଅବସ୍ଥାରେ ସାଧାରଣ ଜନତା ମାନେ ଆଉ ନାହାନ୍ତି। ଆଚ୍ଛା ଆପଣଙ୍କ ପଞ୍ଚାୟତରେ ଭୋଟର ସଂଖ୍ୟା କେତେ ଏବଂ ବିଜେପି କେତେ ମାତ୍ରାରେ ଲୋକଙ୍କୁ ଆକର୍ଷିତ କରିଛି? ଭୋଟର ସଂଖ୍ୟା ଆଜ୍ଞା 3000 କେତେ ଭୋଟର ଅଛନ୍ତି 3ଟା ବୁଥ ଆମର
ଆଉ ସେଥିରୁ ପୁଲିଂ ପ୍ରାୟ 2000 ଭିତରେ ହବ। 2000 କେତେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ତା ସହିତ କଂଗ୍ରେସ ଆମେ କେତେ ପାଇବେ ଅନୁମାନ କରୁଛନ୍ତି ଆପଣ? ଆମେ ଆଶାବାଦୀ ଅଛୁ ଆମେ 50% ଭୋଟ ପାଇବା ମାନେ ଭାରତୀୟ ଜନତା ପାର୍ଟି। ଆପଣ ଭାରତୀୟ ଜନତା ପାର୍ଟିରେ ଏଠି ବୁଝାବୁଝି ମୁଁ ଜଣେ ମୁଖ୍ୟ କାର୍ଯ୍ୟକର୍ତ୍ତା 50% ପାଇଯିବ ବୋଲି ପାଇବା। ଆଶା ଅଛି। ଆଚ୍ଛା ଆଚ୍ଛା ଆଶା କରାହଉଛି ନା। ତାହେଲେ ସୁରରେ ବିଜେପି ଆସିବାର ଆସିବା ପାଇଁ ଆମେ ଚିନ୍ତା କରୁଛୁ ମାନେ 90% ମୋର ଇଏ ଯେ ବିଜେପି ଏମଏଲଏ ସୁରର ଏଥର ଜିତିବ। ମୋ ନାଁ ଉମେଶ ଚନ୍ଦ୍ର ଖଟୁଆ, ତାଳକୁଣିଆ ଗ୍ରାମ ପଞ୍ଚାୟତର ବିଜେପିର ପ୍ରାଥମିକ ସଦସ୍ୟ ଏବଂ ବିଜେପିର ପ୍ରଥମ ଫାଉଣ୍ଡର ମେମ୍ବର। ଆଚ୍ଛା ଆପଣଙ୍କର ପଞ୍ଚାୟତରେ ଭୋଟର ସଂଖ୍ୟା କେତେ? ଆମ ପଞ୍ଚାୟତର ଟୋଟାଲ 2500 ଭୋଟର ଆଚ୍ଛା, ସଂଖ୍ୟା। କେତେ ପୋଲିଂ ହୁଏ? ପୋଲିଂ ଆଜ୍ଞା ଆମର 2000 ରୁ 21 ଭିତରେ ହୁଏ। ସେଥିରୁ ଆପଣଙ୍କର ଭାରତୀୟ ଜନତା ପାର୍ଟି କେତେ ଆଶାୟୀ ଅଛି? ଭାରତୀୟ ଜନତା ପାର୍ଟି ତ ବହୁ ଆଶାୟୀ ଭିତରେ ରହିଛି, ତଥାପି ଆମର ଆକଳନ ଅଛି 1200 ରୁ 1200 ଭିତରେ ଆକଳନ ରହୁଛି। ଆଉ ବାକି ଆଉ ବାକି ଜାତୀୟ କଂଗ୍ରେସକୁ କିଛି ଯିବ, ଆଉ ବିଜେଡି କି କିଛି ଯିବ। ଆଚ୍ଛା ଆପଣଙ୍କୁ କଣ ଲାଗୁଛି ଏଥର ସୁର ନିର୍ବାଚନ ମଣ୍ଡଳୀ କାହାର? ଏଥର ସୁର ନିର୍ବାଚନ ମଣ୍ଡଳୀ ଆମେ ନିଶ୍ଚିତ କବ୍ଜା କରିବୁ। ଏଟା ବହୁତ ଦିନର ମାନେ ଆଶା ଏବଂ ଏଇ 5 ବର୍ଷ ମୋଦିଜୀଙ୍କର କାମରେ ଲୋକମାନେ ସନ୍ତୁଷ୍ଟ ଅଛନ୍ତି। ଆଉ ଯାହା ଫଳରେ କି ପରିବର୍ତ୍ତନର ଅଭିଯାନ ବହୁତ ଜୋର ଗତିରେ ଚାଲିଛି। ଆପଣ ପଞ୍ଚାୟତ ଆପଣ ଟିକେ ପରିଚୟ ଦିଅନ୍ତୁ। ମୁଁ ସୁଧାକର ପରିଡ଼ା, ତାଳକୁରୁଣିଆ ଗ୍ରାମ ପଞ୍ଚାୟତର ଏକ ସମିସଭ୍ୟ। ଆଉ କଣ? ଏବେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଆଚ୍ଛା ଆପଣ ରହିଛି। ହଁ ବର୍ତ୍ତମାନ ଆପଣଙ୍କର ପଞ୍ଚାୟତରେ ବିଜୁ ଜନତା ଦଳ ପ୍ରତି ଆପଣ କିଭଳିଆ ଲୋକମାନଙ୍କର ସମର୍ଥନ ରହିଛି? ପଞ୍ଚାୟତର ହଉ ବା ଯେଇଠି ହଉ, ଆଜିକାଲି ସମସ୍ତେ ନବୀନ ପଟ୍ଟନାୟକଙ୍କ ନାରା ନେଇ ଚାଲୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ବିକାଶ ଧାରା, ସେ ବିକାଶ ଧାରା ସବୁ ପରିବାରର କୋଣ ଅନୁକୋଣରେ ପହଞ୍ଚି ପାରୁଛି। ତାଙ୍କ ବିକାଶକୁ ଅନୁପ୍ରାଣିତ କରି ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ଅଛନ୍ତି। ଆଚ୍ଛା ସୁର ନିର୍ବାଚନ ମଣ୍ଡଳୀ ଏଥର କାହାର? ସୁର ନିର୍ବାଚନ ମଣ୍ଡଳୀ ଏଥର ବିଜେଡିର। କାହିଁକି ଆପଣଙ୍କୁ ଲାଗୁଛି? ନବୀନ ସରକାରଙ୍କର ବିକାଶ ଧାରାକୁ ଆଧାର କରି ସମସ୍ତେ ଯେତେବେଳେ ତାଙ୍କ ପ୍ରତି ଆକୃଷ୍ଟ ଅଛନ୍ତି, ଭୋଟ ତ ନିଶ୍ଚୟ ଦେବେ, ସେଥିରେ ଦ୍ୱିମତ ନାହିଁ। ନିଶ୍ଚିତ ଭାବରେ ତାଳକୁଣିଆ ପଞ୍ଚାୟତରେ ଭୋଟର ସଂଖ୍ୟା କେତେ କହିବ? ଆମ ତାଳକୁରୁଣିଆ ପଞ୍ଚାୟତରେ ଭୋଟର ସଂଖ୍ୟା 3000 ପାଖାପାଖି। ତ ପୋଲିଂ କେତେ ହୁଏ? ପୋଲିଂ 2200-2300 ହବ। 2200-2300। ଆଚ୍ଛା ଏଇ 2200-2300 ଆପଣ କେତେ ଆଶା ରଖିଛନ୍ତି ଆପଣଙ୍କ ବିଜୁ ଜନତା ଦଳ କେତେ ପାଇବେ? ଏଠି ଧର କଣ୍ଟେଷ୍ଟ ହଉଛି, 3 ଦଳର ପ୍ରାର୍ଥୀ ଅଛନ୍ତି ମୁଖ୍ୟତଃ, ଅଲଗା ତ ସମସ୍ତେ ସ୍ୱାଧୀନରେ ଠିଆ ହେଇଛନ୍ତି। ତଥାପି କଂଗ୍ରେସ ବିଜେପି ଭାଗ ହେଇସାରିଲା ପରେ, ଅଲଗା ଦଳ ବି ହେଇସାରିଲା ପରେ ଆମେ ପାଖାପାଖି 1000 ଭୋଟ ନେବୁ, ସେଥିରେ ଦ୍ୱିମତ ନାହିଁ। ସେକେଣ୍ଡ ଦଳ ଭାବରେ କିଏ ରହିବ? ସେକେଣ୍ଡ ଦଳରେ ବିଜେପି ରହିବ। ତୃତୀୟ ଭାବେ? ତୃତୀୟରେ କଂଗ୍ରେସ।